निमापड़ा स्वयंशासित महाविद्यालय छात्र छात्री तथा वर्तमान कॉलेज डीन आसी छात्र छात्री सम्मुख में स्पष्टीकरण न दियंती से पर्यंत धारणा जारी रही छात्र छात्री माने मत प्रकाश करछंती। কিন্তু এইটা সত যে ওড়িশার শিক্ষা ক্ষেত্রে নিমাপড়া কলেজ সমালোচনা শিকার হওয়া পড়ুছে, এটা নিহতি ভাবে সত। এটি প্রথম কথা আমার পানি টাঙ্কি পাইকা গোটে 19 লক্ষ টাকার বিল হয়েছে বলে সে রিপোর্ট যা কହୁଛି, সে 19 লক্ষ টাকার পানি টাঙ্কি ଆପଣ ଏବେ ବି ଦେଖିବେ କଲେଜର କୌଣସି ଠିକ ସେ ପାଣିର ବ୍ୟବସ୍ଥା ହେଇ ନାହିଁ। ସେ ରିପୋର୍ଟଟା ଆମକୁ ବାରମ୍ବାର ଆମେ ପ୍ରିନ୍ସିପାଲଙ୍କୁ ଅଭିଯୋଗ କଲା ପରେ ମଧ୍ୟ ପ୍ରିନ୍ସିପାଲ ଆମକୁ କ୍ଲାରିଟି ଭଲସେ ଦେଇ ପାରୁନାହାନ୍ତି। ତାପରେ ସେଇଟା ଗୋଟେ କଥା ନୁହେଁ, ଏଠୁ ଷ୍ଟୁଡେଣ୍ଟ ମାନଙ୍କୁ ଆଗରୁ ତ ଷ୍ଟୁଡେଣ୍ଟ ଇଲେକ୍ସନ ଥିଲା ଯୋଉଥିରେ କି ପିଲାମାନଙ୍କ ଭିତରେ ରିପ୍ରେଜେଣ୍ଟେଟିଭ ବଛା ହଉଥିଲା, ସେମାନେ ଯାଇକି ପିଲାମାନଙ୍କ ସ୍ୱର ଉତ୍ତୋଳନ କରୁଥିଲେ ଆଡମିନିଷ୍ଟ୍ରେଟିଭ ପାଖରେ। ଏବେ ତ ବର୍ତ୍ତମାନ ସେଇ ସିଷ୍ଟମ ନାହିଁ, ସରକାର ବିଭିନ୍ନ ଆଳ ଦେଖିକି ବନ୍ଦ କରିଦେଇছে ଷ୍ଟୁଡେଣ୍ଟ ଇଲେକ୍ସନ। ଶୁଣନ୍ତୁ ସାର୍, ଏ ଯୋଉ ବନ୍ଦ କରିଦେଇ ସାରିଲା ପରେ ଏବେ ବର୍ତ୍ତମାନ କଣ ହଉଛି, ପିଲାମାନେ ଏଣ୍ଟରଫାୟାର କରିପାରୁନାହାନ୍ତି କଲେଜର ଡିସିସନ ମେକିଂ ରେ। ତ ଯାହା ଦ୍ୱାରା କଣ ହଉଛି, ସେମାନେ କଣ ଭଲ ମନ୍ଦ କଲେ ପିଲାମାନେ ଜାଣିପାରୁନାହାନ୍ତି। ପିଲାମାନଙ୍କୁ ନିଜର ସେଲ୍ଫ ଡିପେଣ୍ଡେଣ୍ଟ କରାଯାଉଛି, ଆପେ ବଞ୍ଚିଲେ ବାପା ମାର ନୀତିରେ ବିଶ୍ୱାସ କରିବା ପାଇଁ ବାଧ୍ୟ କରାଯାଉଛି। ତାପରେ ଯିଏ ବି ସ୍ୱର ଉତ୍ତୋଳନ କରୁଛି, ଯିଏ ଉଠଉଛି, ସେ ରିପୋର୍ଟ ଲେଖା ହେଇଛି ଖୋଲା ଖୋଲି ଭାବରେ କି ପ୍ରିନ୍ସିପାଲ ପଚାରିଛନ୍ତି ଯେ କୋଉଠି ସେ ପାଣି ଟାଙ୍କିଟା ହେଇଛି ବୋଲିକା, ଏବଂ ସେ ପଚାରି ସାରିଲା ପରେ ତାଙ୍କର ଦରମାଟାକୁ ଜୋର ଜବରଦସ୍ତ ବନ୍ଦ କରାଯାଇଛି। ଆମେ ଜାଣିନୁ ସାର୍ କିଏ ସତ କିଏ ମିଛ କରୁଛି, କିନ୍ତୁ ଆମେ ଚାହୁଁଛୁ ଷ୍ଟୁଡେଣ୍ଟ ମାନଙ୍କ ତରଫରୁ ଆମେ ଡିମାଣ୍ଡ କରୁଛୁ କି ଏହା ଉପରେ ଗୋଟେ ଇନକ୍ୱାରି, ପ୍ରପର ଇନକ୍ୱାରି ହଉ। ସେ ଇନକ୍ୱାରିଟା ସ୍ପିଡିଲି ହଉ। ସେ ଇଲେକ୍ସନ ଭିତରେ ସରକାର ତ ବାରମ୍ବାର ଇନକ୍ୱାରି ହଉଛି କିନ୍ତୁ ଇନକ୍ୱାରି ରହିଯାଉଛି ତା ଭିତରେ। ଇନକ୍ୱାରି ପ୍ରପର ହଉ, ପିଲାମାନଙ୍କୁ ଏ ବିଷୟରେ କ୍ଲାରିଟି ଦିଆଯାଉ, ଏବଂ ଯିଏ ବି ଏ ଅନିୟମିତ ପଛରେ ଦାୟୀ ଏବଂ ଯିଏ ବି ଦୋଷ କରିছে ତାକୁ ନିହାତି ଭାବେ ଦଣ୍ଡ ଦିଆଯାଉ। କଲେଜରେ ଯୋଉ ଦୁର୍ନୀତିର କଥା ଉଠୁଛି, ଆମେ ବିଭିନ୍ନ ଗଣମାଧ୍ୟମରେ ଦେଖିଲୁ ଯେ ଦୁର୍ନୀତିର 19 ଲକ୍ଷ ଟଙ୍କାର ଗୋଟେ ୱାଟକୋ ନେଇଥିଲା କାମ କରିବା ପାଇଁ କଲେଜରେ କେମିତି ପାନୀୟ ଜଳ ଠିକ ଭାବରେ ସବୁ ପିଲାମାନେ ପାଇପାରିବେ, ପିଲାମାନଙ୍କ ଘରେ ପହଞ୍ଚିବ, ସେ ପାଇଁ ଗୋଟେ ୱାଟକୋର 19 ଲକ୍ଷ ଟଙ୍କା କଲେଜ ଫଣ୍ଡରୁ ଯୋଉମାନଙ୍କର ଆମ ଡେଭଲପମେଣ୍ଟ ଫଣ୍ଡ ଆମେ ଦଉଛୁ ଆଡମିସନ ରିଆଡମିସନ ରେ, ସେଇ ପଇସାରୁ 19 ଲକ୍ଷ ଦିଆଯାଇଛି ଓଭରହେଡ୍ ୱାଟର ଟ୍ୟାଙ୍କ ପାଇଁ। କିନ୍ତୁ ଆମେ ତାପରେ ବି ଆମେ ସେ ବିଷୟରେ ଅବଗତ ନଥିଲୁ ଯେ ଓଭରହେଡ୍ ୱାଟର ଟ୍ୟାଙ୍କ ପାଇଁ ଆମ ଫଣ୍ଡରୁ 19 ଲକ୍ଷ ଟଙ୍କା ଯାଇଛି। ଆମେ 2021 ରୁ ମୁଁ କଲେଜକୁ ଆସିବା ପରଠୁ ଆମେ 5 ରୁ 6 ଥର କଲେଜରେ ଜଳ ସମସ୍ୟା ପାଇଁ ଆମେ ପୂର୍ବ ଅଧ୍ୟକ୍ଷ ବର୍ତ୍ତମାନର ଅଧ୍ୟକ୍ଷଙ୍କୁ ଆପ୍ଲିକେସନ ଦେଇଛୁ। ଏପର୍ଯ୍ୟନ୍ତ ମଧ୍ୟ କଲେଜରେ ପାଣିର ସମସ୍ୟା ଏପର୍ଯ୍ୟନ୍ତ ଦୂରୀକରଣ ହେଇନି। କିନ୍ତୁ ସେ 19 ଲକ୍ଷ ଟଙ୍କାର କାମ କୋଉଠି ହେଇଛି, କଣ ହେଇଛି, ଆମେ ଯେତେବେଳେ ଆସି ପ୍ରଶ୍ନ କଲୁ ବର୍ତ୍ତମାନର ଅଧ୍ୟକ୍ଷା ଆକାଉଣ୍ଟ ଭର୍ଷାଙ୍କୁ, ସେମାନେ କହିଲେ ସେ ବିଷୟରେ ଆମ ପାଖରେ କିଛି ଇନଫରମେସନ ନାହିଁ, କୋଉଠି କାମ ହେଇଛି। ପୂର୍ବତନ ଅଧ୍ୟକ୍ଷ ସେ କାମ କରିଥିଲେ ଏବଂ ଯାହା ବି ଆମ ଡକ୍ୟୁମେଣ୍ଟ ଅଛି ଆମେ ଅଡିଟ୍ ଟିମ୍ କି ଦେଇଦେଇଛୁ। କିନ୍ତୁ ଆମେ ଯେତେବେଳେ ତାଙ୍କୁ କୋଶ୍ଚିନ କଲୁ ଯେ ଆପଣଙ୍କ ପାଖରେ ଯଦି ଡକ୍ୟୁମେଣ୍ଟାରୀ କିଛି ନାହିଁ, ଫିଜିକାଲି ତ ଆପଣ ଜାଣିଥିବେ କୋଉଠି କଣ ହେଇଛି ନା, ଆମେ ସେଟା ଦେଖାନ୍ତୁ। କିନ୍ତୁ ଯେହେତୁ କଲେଜ ସେ ଜିନିଷ ଉପରେ ନ ଦେଖେଇ ପାରିଲା ଆମକୁ, ଆମେ ସେ ନେଇ ଆଜି ଧାରଣାରେ ବସିଲୁ। ଆମେ ଚାହୁଁଛୁ ପୂର୍ବତନ ଅଧ୍ୟକ୍ଷ ଆସନ୍ତୁ, ଯିଏ ଏବେ କଲେଜର ଡିନ୍ ଅଛନ୍ତି, ବର୍ତ୍ତମାନ ଜିବି ପ୍ରେସିଡେଣ୍ଟ, ସେ ସେତେବେଳେ ଜିବି ପ୍ରେସିଡେଣ୍ଟ ଆସନ୍ତୁ, ଆମକୁ ଉତ୍ତର ଦିଅନ୍ତୁ କୋଉଠି କାମ କରିଛନ୍ତି। ତାପରେ ଦ୍ୱିତୀୟ କଥା ହେଲା, କଲେଜରେ ଯୋଉ ଏବେ ନୂଆ ଗ୍ୟାଲେରୀ କାମ ଚାଲିଛି, 60 ଲକ୍ଷ ଟଙ୍କାର ପ୍ରୋଜେକ୍ଟରେ କାମ ଚାଲିଛି, କିନ୍ତୁ ପ୍ରଥମେ ଏପଟ ସାଇଡ ରୁ 6ଟା ପିଲର କାମ ହେଇଛି, ତା ପରବର୍ତ୍ତୀ ସମୟରେ ସେ 6ଟା ପିଲର କାମ ଭଙ୍ଗା ଯାଇ ଅନ୍ୟ ପଟକୁ ଘୁଞ୍ଚା ଯାଇଛି। ତେଣୁ 6ଟା ପିଲର ଭଙ୍ଗା ଯାଇଛି, ସେ ପଇସା ଭରପାଇ କିଏ କରିବ? ଯଦି ସେ ଭରପାଇ କଲେଜ ଫଣ୍ଡରୁ କରାଯିବ ତାହେଲେ ଛାତ୍ର ଆନ୍ଦୋଳନ ଆଗକୁ ତୀବ୍ରତର ହବ। ଆମ କଲେଜ ଫଣ୍ଡରୁ ଟଙ୍କାଟେ ପଇସା ଯିବ ନାହିଁ କି ସେ କାମରେ ଲାଗିବ ନାହିଁ। ଯାହା ସ୍ୱାର୍ଥରେ ଭଙ୍ଗା ଯାଇଛି ସେ ତାଙ୍କର ପଇସା ଭରପାଇ କରନ୍ତୁ ଏବଂ ସେ କାମକୁ ତ୍ୱରାନ୍ୱିତ କରନ୍ତୁ। ତାପରେ ତୃତୀୟ ଜିନିଷ, ପ୍ରିନ୍ସିପାଲଙ୍କ ଦରମା ବନ୍ଦ ହେବା। ପ୍ରିନ୍ସିପାଲଙ୍କ ଦରମା ବନ୍ଦ ହେବାନି, ଆମେ ଗୋଟେ ଛାତ୍ର ଟିମ୍ ତରଫରୁ ପ୍ରିନ୍ସିପାଲଙ୍କୁ ଦେଖା କରିବାକୁ ଗଲୁ। ପ୍ରିନ୍ସିପାଲ କହିଲେ କି ସେ 2 ଦିନ ଛୁଟିରେ ଥିଲେ, ସେ ଛୁଟି ସଂକ୍ରାନ୍ତିରେ ସେ କଲେଜରେ ଯେକୌଣସି ଡକ୍ୟୁମେଣ୍ଟାରୀ କାର୍ଯ୍ୟକ୍ରମ କରିବା କଥା କରିଥିଲେ। ତାପରେ ଯେତେବେଳେ ସେ କେବଳ ଏତିକି, ଯେହେତୁ ଜିବି ପ୍ରେସିଡେଣ୍ଟଙ୍କ ସହିତ ତାଙ୍କର କଣ୍ଟାକ୍ଟ ହେଇପାରିନଥିଲା, ତାଙ୍କୁ ନ ଜଣେଇକି ସେ 2 ଦିନ ଛୁଟିରେ ଥିଲେ। ସେ ଛୁଟି ପାଇଁ ଜିବି ପ୍ରେସିଡେଣ୍ଟ ତାଙ୍କ ଦରମା ବନ୍ଦ କରିଛନ୍ତି। କାହିଁକି ସେ ଦରମା ବନ୍ଦ କଲେ? ଯଦି ପ୍ରିନ୍ସିପାଲ ସବୁ ପ୍ରକାରର ଡକ୍ୟୁମେଣ୍ଟାରୀ କାମ କରିକି ସେ ଛୁଟିରେ ଅଛନ୍ତି, ତାଙ୍କର ଲିଭ୍ ଅଛି, ନେଇପାରିବେ ସେ, ତ ତାଙ୍କ ଦରମା କାହିଁକି ବନ୍ଦ କରାଗଲା? ଏ ନେଇ ଆଜି ଧାରଣା, ଯେପର୍ଯ୍ୟନ୍ତ ଜିବି ପ୍ରେସିଡେଣ୍ଟ ଏବଂ ପୂର୍ବତନ ଅଧ୍ୟକ୍ଷ ବର୍ତ୍ତମାନର ଡିନ୍ ଆମକୁ ଆସି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ସ୍ପଷ୍ଟୀକରଣ ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଧାରଣା ତୀବ୍ରତର ହିଁ ରହିବ। ଆମର ଯୋଉଟା ଦୁର୍ନୀତି ପେପରରେ ବାହାରିଲା ପରେ ଆମର ଯୋଉ ଡିଷ୍ଟ୍ରିକ୍ଟ ଅଡିଟ୍ ଟିମ୍ ସ୍ୱତନ୍ତ୍ର ତାଙ୍କ ଟିମ୍ ଆସି ଆମର ସବୁ ଅଡିଟ୍ କରୁଛି। ତାଙ୍କ ପାଖେ ଆମେ ପୁରା ସମ୍ପୂର୍ଣ୍ଣ ସହଯୋଗ କରୁଛୁ। ତାଙ୍କୁ ସବୁ ଡକ୍ୟୁମେଣ୍ଟ ଦିଆ ହେଇଯାଇଛି। ଆମେ ତାକୁ ସେ ଆମକୁ ଯାହା ପଚାରୁଛନ୍ତି ଆମେ ତାର ଉତ୍ତର ବି ଦଉଛୁ। ତେଣୁ ଯେତେବେଳେ ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି, ତା ଭିତରେ କିଛି ରିପୋର୍ଟ ଆସିନି ନା, ତା ବିଷୟରେ କଣ କହିପାରିବି? ଦରମା ସେଟା ଗୋଟେ ମୋର 2 ଦିନ ମୁଁ ସିଏଲ ରେ ଥିଲି ଏବଂ ସେ 2 ଦିନ ସିଏଲ ଟା ମୁଁ ସାରଙ୍କ ପାଖକୁ କମ୍ୟୁନିକେଟ କରିପାରିଲି। ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ତାଙ୍କୁ ମୁଁ ଫୋନରେ ସବୁବେଳେ ଜଣେଇ ଦିଏ, କିନ୍ତୁ ଏଥର ଫୋନରେ ତାଙ୍କର ମତେ ବ୍ଲକ୍ କରିଛନ୍ତି। ହେଇନି ବୋଲି ମୁଁ କହିପାରିବିନି ଯେ, କାରଣ ମୁଁ ସେତେବେଳେ ନଥିଲି, ପଇସାଟା ଯାଇଥିଲା। ନାଇଁ ମୁଁ ଲେଖିଛି ଯେ
ଆପଣ କୋଉ ଜାଗାରେ ହେଇଛି ଏବଂ କେତେ ପଇସା କୋଉଥିରେ ଖର୍ଚ୍ଚ କରିଛନ୍ତି, ଗୋଟେ ଖାଲି ଏଷ୍ଟିମେସନ ଟା ଆପଣ ଦେଇଦେଇଛେ, ଖାଲି ୟୁସି ଟା ଦେଇଛନ୍ତି, ତାର ଡିଟେଲ ଟା ମତେ ଜଣାନ୍ତୁ ଆସିକି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସାଇଲେଣ୍ଟ ଅଛନ୍ତି। ମୁଁ ତାଙ୍କୁ 2ଟା ଚିଠି କରିଥିଲି, ଫୋନରେ ବି କହିଥିଲି। ଆଉ ତେଣୁ ସେ ସମୟରେ କାମ ହେଇଛି, ଚିଠି କରିଥିଲି, ତାଙ୍କ ତରଫରୁ କିଛି ଆସିନି। କିନ୍ତୁ ଜଳ ପ୍ରକଳ୍ପ ନହେଲେ ବି ସାନିଟାରୀ କାମ ହେଇଛି, ତ ବାଥରୁମ ହେଇଛି। ପୁରୀ ଇପିଏରୁ ସୌଭାଗ୍ୟ ପଟ୍ଟନାୟକ ରିପୋର୍ଟ, ଇପିଏ ନ୍ୟୁଜ୍। ଏମିତି ଆଉ କିଛି ନୂଆ ନୂଆ ଖବର ଜାଣିବା ପାଇଁ ଆମ ଇପିଏ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।